नमस्कार जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। उन्नवतितम अध्याय। कृष्ण रमणी गणे जहि जेमंते कृष्ण विवाह होई कहिले द्रौपदी अग्रत अणानबेरे ए चरित। श्रीशुक उवाच कहन्ति व्यासंकर सुत शुणसु मने परीक्षित अखिल जन गुरु हरि ब्रज कामिनी बोध करी धर्मनंदन तुले जेते सुहृद बांधव समेते ताहांकु चाहि नंद बाल हरसे पुछन्ति कुशल कृष्ण बचन शुणी कर्णे आनंद मने बंधु जने कृष्णर पाद पद्म चाहि ताहांको देहे पाप नाही बोलंती स्नेह गद गदे चित निवेशी पद्म पादे भोनाथ शुण हृषिकेश तो पाद पद्म मधुरस महत मुखु झरे नीति जे कर्ण पुटरे पिबंती नित्ये पिबंती मोद भरी तेणे अज्ञान मार्ग हरि तांको अशुभ फल काहि पुणी बोलंती कृष्णे चाहि भोनाथ शुण पूर्ण काम निर्मल तोर आत्मधाम माया अंकुर परकाश जार स्मरणे जाई नाश आनंद सुख सिंधु नाव अखंड अकुंठित भाव निगमे जेबे विनशन्ति काल सर्जित मायाकृति स्वरूपे थाई जनहिते तु देह बहु ए जगते निज परमहंस गति आंभर तोर पादे मति बोलंती व्यासंक नंदन शुण हे परीक्ष राजन हेमंत जने स्तुति भणी उत्तम जस शिखामणि समीपे देखी नर हरि वृष्णि अंधक कुरु नारी आनंदे बसी मन सुखे कहन्ति कृष्ण कथा मुखे एक आरोके मुख चाहि त्रिलोक्य तरे जाहा गाई कृष्ण पत्नी को मुख चाहि द्रौपदी हर से बोलई हे बई दर्भी रूपशीले हे जाम्बवती कौशले हे सत्य भामा रविसुते सभ्या लक्ष्मण आदि जेते भद्रारोहिणी आदि करी 16,000 जेते नारी केमंते कृष्णଙ୍କୁ ବରିଲ ଏ ମାୟା ଭବୁନି ସ୍ତରିଲ କହ ଶ୍ରବଣେ ଇଚ୍ଛା ମୋର କେମନ୍ତେ କୃଷ୍ଣ ତୁମ୍ଭବର ହେମନ୍ତେ ଦ୍ରୌପଦୀ ବଚନେ ରୁକ୍ମଣୀ କହେ ତ ସମନେ ରୁକ୍ମଣ ମୋର ଜ୍ୟେଷ୍ଠ ଭାଇ ଶିଶୁପାଳଙ୍କୁ ଦେବା ପାଇଁ ମଙ୍ଗଳ ଲଗ୍ନେ ବର ବରି ରାଜାଏ ନାନା ଶସ୍ତ୍ର ଧରି ମୋତେ ଆବୋରି ରାଜପଥେ ଅନେକ ନର ନାରୀ ସାଥେ ହେମନ୍ତ କାଳେ ଚକ୍ରପାଣି ଦୁର୍ଜୟ ରିପୁଯୁଥ ଜିଣି ମୋତେ ହରିଲେ ଏକାରଥେ ସିଂହ ଯେ ସନେମେ ସୟୁଥେ ତାର ଶ୍ରୀୟୁତ ପଦ୍ମ ପାଦେ ଚିତ ମୋ ସେ ମୁଁ ଅପ୍ରମାଦେ କହି ହରସ କୃଷ୍ଣ ବାମା ତା ଶୁଣି ବୋଲେ ସତ୍ୟଭାମା ମୋହର ପିତା ସତ୍ରାଜିତ ଶୁଣିଲା ବନେ ଭ୍ରାତାହତ ମନେ ବିଚାରେ ପୁଣ ପୁଣି କୃଷ୍ଣ ମାଗିଲେ ମୋତେ ମଣି ମୁଁ ଯେ ନ ଦେଲି ଲୋଭ ବସେ ତେଣୁ ଗୋବିନ୍ଦ ଅବିଶ୍ୱାସେ ମୋ ଭ୍ରାତ ବନେ ସଂହାରିଲା ହେମନ୍ତ ଅପବାଦ ଦେଲା ସେ ଅପବାଦ ମାର୍ଜିବାରେ କୃଷ୍ଣ ମିଳିଲେ ବନଘରେ ରକ୍ଷ ଜାମ୍ଭବ ଯୁଦ୍ଧେ ଜିଣି ମଣି ମାଣିଲେ ଚକ୍ରପାଣି ପିତା ମୋ କଣ୍ଠେ ମଣି ଦେଲା କୃଷ୍ଣ ଚରଣେ ସମର୍ପିଲା
ଏଣୁ ମୁଁ କୃଷ୍ଣର ଯୁବତୀ ତା ଶୁଣି ବୋଲେ ଜାମ୍ବବତୀ ଏମଣି ହେତୁ ନର ହରି ମୋ ପିତା ତୁଲେ ଯୁଦ୍ଧ କରି ତ୍ରିନବ ଦିନ ମହାଘୋର ଯୁଦ୍ଧେ ହାରିଲା ପିତା ମୋର ଗାଢ ପ୍ରହାରେ ତନୁ କ୍ଷୀଣ ପରୀକ୍ଷି ଜାଣି ବିଷ୍ଣୁ ଚିହ୍ନ ଜାଣିଲା ଏ ମୋ ନିଜ ନାଥ ରଘୁନନ୍ଦନ ସୀତାକାନ୍ତ ନିଜ ଅପରାଧ ବିଚାରି ମଣି ମୋହର କଣ୍ଠେ ଭରି ଗୋବିନ୍ଦ ପାଦେ ଦେଲା ଆଣି ଏଣୁ ମୁଁ କୃଷ୍ଣର ଘରଣୀ ଏକଥା ଜଗତେ ପ୍ରସିଦ୍ଧି ତା ଶୁଣି ବୋଲ ହି କାଳିନ୍ଦୀ ପିତା ବଚନେ ଘୋର ବନେ ତପ କରଇ ଶୁଦ୍ଧ ମନେ ଅଭୟ ପାଦ ସେବା ଆସେ ତା ଜାଣି କୃଷ୍ଣ ମୋର ପାଶେ ଅର୍ଜୁନେ ପେଶି ମୋତେ ଆଣି ବିବାହ କଲେ ଚକ୍ରପାଣି ପିତା ବଚନ ଶିରେ ଘେନି ମୁଁ କୃଷ୍ଣ ଗୃହ ସମାର୍ଜନୀ ଏଣୁ ମୋ ବର ଚକ୍ରପାଣି ମିତ୍ର ବିନ୍ଦା ବୋଲେ ତା ଶୁଣି ଶୁଣ ଗୋ ଦ୍ରୁପଦ କୁମାରୀ ମୋ ପିତା ସ୍ୱୟଂବର କରି ଅନେକ ଥିଲେ ରାଜା ଗଣେ କେତେ କହିବି ଜଣେ ଜଣେ ଗୋବିନ୍ଦ ଆସି ନୃପ ମେଳେ ସମରେ ଜିଣି ବାହୁ ବଳେ ମୋତେ ହରିଲେ ଏକା ରଥେ ସିଂହ ଯେ ସନେ ଶ୍ୱାନ ଯୁଥେ ହରଇ ନିଜ ଭାଗ ବଳେ ମୋ ଭ୍ରାତୃଗଣ ମୋର ଛଳେ କୃଷ୍ଣର ତୁଲେ କଲେ ରଣ ତାହାଙ୍କୁ ଜିଣି ତତକ୍ଷଣ ମୋତେ ଆଣିଲେ ଶ୍ରୀନିବାସ ତାର ଚରଣେ ସେବା ଆସ ସେ ପଦ୍ମ ପାଦେ ମୋର ସେବା ହେଉ ଏ ମନ୍ତ ଆଜ୍ଞା ଦେବା ମିତ୍ର ବିନ୍ଦାର ଏ ବଚନ ସତ୍ୟା ବୋଲଇ ତ ସମନ ମୋ ପିତା ଭୁବନେ ପ୍ରଚଣ୍ଡ ଥିଲେ ଗୋ ଦୃଷ୍ଟ ସାତ ଷଣ୍ଢ ଅତି ସୁତୀକ୍ଷ୍ଣ ଶୃଙ୍ଗ ଖର ଦେଖି ଡରନ୍ତି ମହାବୀର ଏହାଙ୍କୁ ନିଜ ପୁରେ ଥୋଇ ଘୋଷଣା ଚଉଦିଗେ ଦେଇ ରାଜାଙ୍କ ବଳ ପରୀକ୍ଷାର୍ଥେ ମଧେ ସଞ୍ଚିତ କରି ମୋତେ ଏ ସାତ ଷଣ୍ଢ ବାହୁ ବଳେ ଯେ ବାନ୍ଧି ପାରେ ଏକା ବେଳେ ଏ କନ୍ୟା ହୋଇବ ତାହାର ସତ୍ୟ ବଚନ ଏ ମୋହର ତା ଶୁଣି ନୃପତି କୁମରେ ମିଳିଲେ ମୋ ପିତା ନଗରେ ଦେଖି ଶପଥ ଷଣ୍ଢ ରୂପ ଭଏ ଭାଜିଲେ ସର୍ବନୃପ ଏମନ୍ତେ ପ୍ରଭୁ ବନମାଳି ବେଗେ ମୋ ପିତା ପୁରେ ମିଳି ସେ ସପ୍ତ ବୃଷ ଏକା ବେଳେ ବନ୍ଧନ କଲେ ବାହୁ ବଳେ ଛାଗ ବାଳକ ରାଜପଥେ ବାଳକେ ବାନ୍ଧନ୍ତି ଯେ ମତେ ଏମନ୍ତେ ବୃଷ ବନ୍ଦୀ କରି ମୋତେ ଲଭିଲେ ନରହରି ପଥେ ସମରେ ରାଜା ଭଡ଼ି ଦ୍ୱାରକା ନେଲେ ଚକ୍ରପାଣି ସେ ହରି ଅଭୟ ଚରଣେ ମୋ ଚିତ୍ତ ରହୁ ଅନୁକ୍ଷଣେ ଯାର ସ୍ମରଣେ ନାହିଁ ବାଧା ତା ଶୁଣି ବୋଲଇ ଯେ ଭଦ୍ରା କୃଷ୍ଣ ମୋ ମାତୁଳକୁ ମୋର ପିତା ବରିଲା ତାଙ୍କୁ ବର କୃଷ୍ଣଙ୍କୁ ଆଣି ନିଜ ଘରେ ବିବାହ ଦେଲା ସୁହୃଦରେ ଶୁଣ ଦ୍ରୌପଦୀ ମନ ଦେଇ ମୋହର ଚିତ୍ତ କୃଷ୍ଣ ତହିଁ ବଳ ଅକ୍ଷୋହିଣୀ ସଙ୍ଗତେ ସଖୀ ସମତେ ଦେଲା ମତେ ସେ ହରି ପାଦେ ମୋର କର୍ମେ ସ୍ମରଣ ହେଉ ଜନ୍ମେ ଜନ୍ମେ ଏ ଭବ ଜଳେ ମୋର ଜନ୍ମ ଅର୍ଜିତ କର୍ମେ ପଥ ଶ୍ରମ ସେ କୃଷ୍ଣ ପାଦେ ସେବା ହେଉ ଏ ମୋର ମାୟା ଭ୍ରମ ଯାଉ ଲକ୍ଷ୍ମଣା କହେ ଧୀର ବାଣୀ ଶୁଣ ଗୋ ଧର୍ମ ସୁତରାଣୀ ମୋର ବିବାହ କର୍ମ ବାଣୀ କହଇ ଶୁଣ ପରିମାଣୀ ନାରଦ ମୁନି ସୁଧ ଚେତା କୃଷ୍ଣର ଜନ୍ମ କର୍ମ କଥା ନିତ୍ୟ କହନ୍ତି ମୋର ପାଶେ ତା ଶୁଣି ମନ ମୋ ବିଶ୍ୱାସେ ମୁକୁନ୍ଦ ପାଦେ ଲୋଭ କରି ଯେ ପାଦ ଲକ୍ଷ୍ମୀ ଅଛି ଧରି ଲୋକପାଳଙ୍କୁ ତେଜି ଦୂରେ ସେବଇ ଶ୍ରୀକୃଷ୍ଣ ପୟରେ ତା ପାଦେ ଭାଜିଲା ମୋ ଚିତ କ୍ଷଣ କ୍ଷଣ କେ ମୋହଗତ ମନ ବଚନ କୃଷ୍ଣ ପାଦେ କଣ୍ଠ ମୋ ଶୋକ ଗଦ ଗଦେ ମୋର ପ୍ରିୟର ବୃହତ୍ସେନ ତକ୍ଷଣେ ଜାଣି ମୋର ମନ ସ୍ୱଭାବେ ଦୁହିତା ବତ୍ସଳ ପୁଣ୍ୟ ପବିତ୍ର ଯାର କୂଳ ଉପାୟ କଲା ମୋର ଅର୍ଥେ
ଶୁଣ କହିବି ଏକ ଚିତେ ଭୋଦେବୀ ତୋର ସ୍ୱୟଂବରେ ଯେମନ୍ତେ ଦ୍ରୁପଦ ନଗରେ ଲାଖ ଭିଆଣ ପାର୍ଥ ଛଳେ ମତ୍ସ୍ୟ ସଂକାଶ କୁମ୍ଭ ଜଳେ ବସ୍ତ୍ର ଆଚ୍ଛାଦି ସ୍ତମ୍ଭ ପାଶେ କୁମ୍ଭ ସ୍ଥାପିଲେ ଧନୁ ପାଶେ ତା ଶୁଣି ନୃପତି କୁମରେ ମିଳିଲେ ମୋ ପିତା ନଗରେ ଜାଣନ୍ତି ଅସ୍ତ୍ର ଶସ୍ତ୍ର ତତ୍ତ୍ୱ ସ୍ୱଗୁରୁ ତୁଲେ ଉପଗତ ଚାରି ଦିଗରୁ ଲକ୍ଷେ ରାଜା ଦେଖି ମୋ ପିତା କଲା ପୂଜା ପୂଜିଲା ନାନା ଉପହାରେ ଯାହାର ଯେମନ୍ତ ବ୍ୟବହାରେ ସକଳେ ମିଣି ଲାଖ ତଳେ ଧନୁ ସନ୍ଧାନ ବାହୁବଳେ କେ ଧନୁ ନ ପାରନ୍ତି ତୋଳି କାମୁଖୁ ରୁଧିର ନିକିଳି କେ ଗୁଣ ଦେଇ ନ ପାରନ୍ତି କେହୁଡ଼ି ଭୂମିରେ ପଡ଼ନ୍ତି କେ ଧନୁ ହୁଳେ ଗୁଣ ତାଡ଼ି ପଡ଼ିଲେ ଧନୁ ହୃଦେ ମାଡ଼ି ମାଗଧ ଆଦି ବୀର ଯେତେ ଧନୁ ସାଧନ ଗୁରୁ ମତେ ଥିଲେ ଯେ ଭୀମ ଦୁର୍ଯ୍ୟୋଧନ ରବି ନନ୍ଦନ ବୀର କର୍ଣ୍ଣ ମିନର ନ ଦେଖିଲେ ସ୍ଥାନ ତା ଦେଖି ଉଠିଲା ଅର୍ଜୁନ ଧନୁ ଆମଞ୍ଚି ଦୃଢ଼ ମୁଷ୍ଟି ଊର୍ଦ୍ଧ୍ୱ ନାରାଚ ଅଧ ଦୃଷ୍ଟି ମତ୍ସ୍ୟ ଆଭାସ ଦେଖି ଜଳେ ବାଣ ଛାଡ଼ିଲା ଅନ୍ତରାଳେ ମତ୍ସ୍ୟରେ ଲାଗି ବାଣ ଗଲା ଲାଜେ ଅର୍ଜୁନ ବାହୁଡ଼ିଲା ଏମନ୍ତେ ସକଳ ରାଜନ ଲାଜେ ନିବୃତ ଅପମାନ ମାନିଙ୍କ ମାନ ଭଙ୍ଗ ଡରେ କେହି ନ ଗଲେ ଧନୁ ଘରେ ଏମନ୍ତେ କମଳ ଲୋଚନ ଧନୁ ମନ୍ଦିରେ ଆଗମନ ଲୀଳା ଏ ବାମ କରେ ଧରି ଗୁଣ ଟଙ୍କାର ନାଦ କରି ନାରାଚ ଧନୁ ଧରି ତୋଳି ଅଧବଦନେ ବନମାଳି ମତ୍ସ୍ୟକୁ ଚାହିଁ କୁମ୍ଭ ଜଳେ ବାଣ ଛାଡ଼ିଲେ ଅନ୍ତରାଳେ ନାରାଚ ତେଜେ ମିନ କଟି ତଳେ ପଡ଼ିଲା ଚକ୍ଷୁ ଫୁଟି ମୁହୂର୍ତ୍ତ ଅଭିଜିତ କାଳେ ବିବୁଧେ ଗଗନ ମଣ୍ଡଳେ ଦୁନ୍ଦୁଭି ବାଦ୍ୟ ନାଦ କଲେ ଦେବେ ଯେ ପୁଷ୍ପ ବରସିଲେ ହରସେ ଭୋଳ ସୁର ଗଣ ଆନନ୍ଦ ସବୁରିଙ୍କ ମନ ଶୁଣ ପାଞ୍ଚାଳି ଶୁଦ୍ଧ ଚିତେ ମୁଁ ତ ହିଁ ମିଳିଲି ଯେ ମନ୍ତେ ଗଭୀର ନୂପୁର ଶବଦେ ମଞ୍ଜୁ କୋମଳ ବେନି ପାଦେ କରେ ନିର୍ମଳ ରତ୍ନମାଳ ମୋହନ ଭୁବନ ମଣ୍ଡଳ ନବୀନ ପାଟ ବସ୍ତ୍ର ପିନ୍ଧି କବରୀ ଭାରେ ପୁଷ୍ପ ବାନ୍ଧି ଅଳପ ଲାଜେ ମନ୍ଦ ହାସେ ମୁଖ ଶୋଭିତ ରଙ୍ଗ ରସେ ନିକଟେ ଦେଖି ବନମାଳି ଲଜ୍ଜା ଛାଡ଼ିଲି ମୁଖ ତୋଳି ନୀଳ କୁନ୍ତଳ ମୋ କପାଳେ ରତ୍ନ କୁଣ୍ଡଳ ଗଣ୍ଡ ସ୍ଥଳେ ସସ୍ମିତ ହାସ ମୁଖେ ସାଜେ କଟାକ୍ଷ ଲୋଚନ ବିରାଜେ ଦେଖନ୍ତି ସକଳ ରାଜନେ ନିର୍ମଳ ନିଶ୍ଚଳ ଲୋଚନେ ଭସଖୀ ଦୂର କଲି ଲାଜ ଧୀରେ ମୁଁ ତୋଳିବେନି ଭୁଜ କୃଷ୍ଣର ହୃଦେ ଦେଲି ମାଳ ଦେଖନ୍ତି ସର୍ବସୁର ନର ଶଙ୍ଖ ଦୁନ୍ଦୁଭି ବାଦ୍ୟ ନାଦେ ମୃଦଙ୍ଗ ପଟ ହସ ବଦେ ରଙ୍ଗେ ନାଚନ୍ତି ନାରୀ ଗଣ ଗୀତ ସ୍ୱ ସୁର ବାଦ୍ୟ ସ୍ୱନ ଏମନ୍ତେ କୃଷ୍ଣଙ୍କୁ ମୁଁ ବରି ରାଜା ଏ ଦେଖି ଯୁଦ୍ଧ କରି ମୋ ରୂପେ ହୋଇ ଅସମ୍ଭାଳ ଯୁଦ୍ଧ ଆରମ୍ଭି କଲେ ଗୋଳ ତା ଦେଖି ପ୍ରଭୁ ବନମାଳି ପ୍ରଥମ ରଥେ ମତେ ତୋଳି ରଥେ ଚତୁର ଅଶ୍ୱଯୁତ ସାରଙ୍ଗ ଧରି ଧନୁ ହସ୍ତ ରଥେ ହୋଇଲେ ଚତୁର୍ଭୁଜ ସୈନ୍ୟ ମାରଣୀ ହେଲେ ସଜ ରତ୍ନ ବିମାନ ଜନ ମୋହେ ଦାରୁକ ବିଷ୍ଣୁ ତେଜେ ବାହେ ଦେଖନ୍ତି ସର୍ବ ରାଜା ଗଣ ରଣେ ମିଳିଲେ ନାରାୟଣ ଶୁଣ ପାଞ୍ଚାଳି ଏକ ମନେ ମୃଗଙ୍କ ମଧ୍ୟ ସିଂହ ଜେହ୍ନେ ଯେତେକ ରାଜା ରାଜପଥେ ରୁନ୍ଧିଲେ ଅତି ବଳବନ୍ତେ ସଜ୍ଜିତ ହୋଇ ଧନୁ ଧରି ରହିଲେ କୃଷ୍ଣଙ୍କୁ ଆବୋରି ସିଂହଙ୍କୁ ଜେହ୍ନେ ଶ୍ୱାନ ଯୁଦ୍ଧ ଆବୋରେ ଚଉଦିଗ ପଥ କୃଷ୍ଣ ସାରଙ୍ଗ ଧନୁ ବାଣ ରଣେ ପଡ଼ିଲେ ରାଜାଗଣ ବାହୁ ଚରଣ କନ୍ଧ ଛିଡ଼ି ପଡ଼ିଲେ ରଣ ଭୂମି ମାଡ଼ି ଥୋକାଏ ପ୍ରାଣ ରକ୍ଷା ଆସେ ପଳାଇ ଗଲେ ଦୂର ଦେଶେ ସମରେ ଜିଣି ବନମାଳି ବିଜୟ କଲେ କୁଶସ୍ଥଳୀ ଅତି ସୁନ୍ଦର ଅଳଙ୍କୃତ ଧ୍ୱଜ ପତାକା ନାନା ଚିତ୍ର ନାନା ତୋରଣ ଗୃହେ ଶୋହେ ଦେଖନ୍ତେ ଜନ ମନ ମୋହେ ସେ କୁଶସ୍ଥଳୀ ଦିବ୍ୟ ଭୂମି ଅମରାବତୀ ପୁର ଜିଣି ପିତା ମୋହର ବିଭା କାଳେ
ବନ୍ଧୁ ବାନ୍ଧବ ଜ୍ଞାତି ମେଳେ ପୂଜିଲା ନାନା ଉପହାରେ ଶଯ୍ୟା ଆସନ ଅଳଙ୍କାରେ ଅନେକ ଦାସ ଦାସୀ ଧନ ବାଜି କୁଞ୍ଜର ବହୁ ସୈନ୍ୟ ବିବିଧ ଅସ୍ତ୍ର ଶସ୍ତ୍ର ଘେନି ଦେଲାକ ସର୍ବ ପରିମାଣୀ କୃଷ୍ଣଙ୍କୁ ଯୌତୁକ ଦେଲା ଅନେକ ଭକ୍ତି ଭାବ କଲା ଯେ ହରି ନିଜ ତେଜ ଧାମ ମହାମହିମ ପୂର୍ଣ୍ଣ କାମ ସେ ହରି ପଦ୍ମ ପାଦ ତଳେ ମୋ ନିଜ ସଖୀ ସଙ୍ଗ ମେଳେ ତାହାର ଗୃହ ଦାସୀ ସଙ୍ଗେ ନିବୃତ ଚିତ୍ତ ଅନୁରାଗେ ତପସ୍ୟା ଫଳୁ ଚିତ୍ତ ରହୁ ସେ ପାଦେ ସେ ବିଧି ନ ଯାଉ ହେମନ୍ତ ଲକ୍ଷ୍ମଣା ବଚନେ 16 ସହସ୍ର ନାରୀ ଜନେ ସତେ ଅଧିକ ସେ ସ୍ୱଭାବେ ସହି କହନ୍ତି ପ୍ରିୟ ଭାବେ ଭୂମି ନନ୍ଦନ ମହାବୀର ଦୁର୍ଜୟ ନାରକାସୁର ଦିଗ ବିଜୟ ବୀରମଣି ଅନେକ ରାଜକନ୍ୟା ଆଣି ନିଜ ଭୁବନେ ଥିଲା ଭରି ସମରେ କୃଷ୍ଣ ତାକୁ ମାରି ଆମ୍ଭଙ୍କୁ ବନ୍ଦୀ ମୋକ୍ଷ କରି ଆମ୍ଭେ ଗୋତା ପାଦ ସୁମରି ଘୋର ସଂସାର ମାୟା ବନ୍ଧ ଧ୍ୟାନେ ଛେଦଇ ଯାର ପାଦ ସେ ହରି ଆମ୍ଭ ଚିତ୍ତ ଜାଣି ଉଦ୍ଧରି ନିଜ ପୁରେ ଆଣି ଆମ୍ଭେ ହୋଇଲୁ ତାର ଦାସୀ ଅଭୟ ପଦ୍ମ ପାଦେ ଆସି ସ୍ୱଭାବେ ଆତ୍ମା ରାମ ସେହି ତାହାର ଆଦି ଅନ୍ତ ନାହିଁ ଶୁଣ ସାଧବି ଆମ୍ଭ ବାଣୀ ଚିତେ ଏ ମନ୍ତ ପରିମାଣୀ ସକଳ ସାମ୍ରାଜ୍ୟ ଭୋଗ ଅଣିମା ଆଦି ସିଦ୍ଧି ଯୋଗ ଇନ୍ଦ୍ର କି ବ୍ରହ୍ମ ପଦ ଅବା କୈବଲ୍ୟ ବୈକୁଣ୍ଠ କିବା ଏଣେ ଆମ୍ଭର ନାହିଁ ଇଚ୍ଛା ଅଭୟ ପାଦ ପଦ୍ମେ ବାଛା କୃଷ୍ଣର ପାଦ ପଦ୍ମ ଧୂଳି କୁଞ୍ଚ କୁଙ୍କୁମେ ଲକ୍ଷ୍ମୀ ଓଳି ତେଣୁ ସୁଗନ୍ଧ ଅତି ସୁରେ ନିତ୍ୟ ବହିବୁ ତାହା ଶିରେ ଯାପାଦ ସ୍ପରଶନ ନୀତି ବାଞ୍ଚନ୍ତି ଗୋପାଳ ଯୁବତୀ ପୁଲିନ୍ଦି ତୃଣ ଗୁଳ୍ମ ଜାତି ଗାବ ଗୋପାଳେ ଯାହା ଚିନ୍ତି ସେ ପଦ୍ମ ପାଦ ଆମ୍ଭ ଚିତେ ସ୍ମରଣ ହେଉ ଅବିରତେ ବୋଲଇ ବିପ୍ର ଜଗନ୍ନାଥ ଗୀତ ବିନୋଦେ ଭାଗବତ କୃଷ୍ଣ ମହିମା ଅଗୋଚର ମୁଁ କୀଟ କୋଟିକେ ଅନ୍ତର ଏଣୁ ହୋଇଲି ଅପରାଧୀ ଯେହ୍ନେ ଗଗନେ ଲାଖ ବିନ୍ଧି ସୁଜନେ ଶୁଣ ହରି ରସ ମୁଁ ତୁମ୍ଭ ଚରଣରେ ଦାସ इति श्रीमद्भागवते महापुराणे परमहास्यां संहितायां 10 स्कन्धे महिषी द्रौपदी संवादो नाम 89तमोऽध्याय।